ଆପଣମାନଙ୍କ ପାଇଁ ଗୁଗୁଲ୍ ପେ ନେଇ ଆସିଛି ଏକ ବଡ଼ ଫିଚର୍, ଯାହାକି ଚାକିରି ପାଇଁ ନୋ ଟେନସନ୍। ଘରେ ବସି ଆପଣ ଦିନକୁ କିମ୍ବା ମାସକୁ 2ରୁ 3 ହଜାର ଟଙ୍କା ରୋଜଗାର କରିପାରିବେ। ପାର୍ଟ ଟାଇମ୍ ଜବ୍ କ'ଣ ଅଛି ଅପଡ଼େଟ୍, ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ତା ପୂର୍ବରୁ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ ଏବଂ ଆପଣ ରୋଜଗାର କରିବା ସଙ୍ଗେ ସଙ୍ଗେ ଆପଣମାନଙ୍କ ସାଙ୍ଗସାଥୀକୁ ମଧ୍ୟ ରୋଜଗାରର ପନ୍ଥା ଦେଖାଇ ଦିଅନ୍ତୁ। ଧନ୍ୟବାଦ। ଭିଡ଼ିଓଟି ଆଗକୁ ନେବା, କ'ଣ ଅଛି ଅପଡ଼େଟ୍ ଜାଣିବା। ଦେଖନ୍ତୁ, ପ୍ରଥମେ ନୋଟିସ୍ଟି ଆସିଛି ଯାହାକି ଗୁଗୁଲ୍ ପେ ତରଫରୁ ଚାକିରି ପାଇଁ ନୋ ଟେନସନ୍, ଘରେ ବସି ରୋଜଗାର କରିପାରିବେ 2000 ଟଙ୍କା। ରୋଜଗାର ଦେବ ଗୁଗୁଲ୍ ପେ, ଘରେ ବସି ପ୍ରତିଦିନ ଇନକମ୍ କରିପାରିବେ 2000 ଟଙ୍କା। ଡିଜିଟାଲ ପେମେଣ୍ଟ ଆପ୍ ଜରିଆରେ ଆପଣ କରିପାରିବେ ରୋଜଗାର। ଆପଣଙ୍କ ଅତି ସହଜରେ ଗୁଗୁଲ୍ ପେ ଆପ୍ ମାଧ୍ୟମରେ ପ୍ରତିଦିନ 2000 ଟଙ୍କା ରୋଜଗାର କରିପାରିବେ। ତେବେ କିପରି ରୋଜଗାର କରିବେ, ଆସନ୍ତୁ ଜାଣିବା। ଭାରତ ଡିଜିଟାଲ କ୍ଷେତ୍ରରେ ଅନେକ ଆଗକୁ ବଢ଼ୁଛି। ବହୁ ଡିଜିଟାଲ ପ୍ଲାଟଫର୍ମରେ ଟଙ୍କା ରୋଜଗାର କରୁଛନ୍ତି ଲୋକେ। ହେଲେ ଏବେ ଗୁଗୁଲ୍ ପେ ଜରିଆରେ ମଧ୍ୟ ଟଙ୍କା ରୋଜଗାର କରିପାରିବେ, କାରଣ ଗୁଗୁଲ୍ ପେ ଏକ ଗ୍ରହଣୀୟ ଡିଜିଟାଲ ପେମେଣ୍ଟ ଆପ୍, ଯେଉଁଥିରେ ଆପଣ ମୋବାଇଲ ରିଚାର୍ଜ, ବିଦ୍ୟୁତ୍ ବିଲ୍, ଅନଲାଇନ୍ ଟ୍ରାଞ୍ଜାକ୍ସନ୍, ଟିକେଟ୍ ବୁକିଂ ଆଦି କାମ କରିପାରିବେ। ଗୁଗୁଲ୍ ପେ ମାଧ୍ୟମରେ ଅନଲାଇନ୍ ସିପିଂ ମଧ୍ୟ କରିପାରିବେ, ଯାହାଦ୍ୱାରା ଆପଣ କିଛି କ୍ୟାଶବ୍ୟାକ୍ ମଧ୍ୟ ପାଇବେ। ସେହିପରି ଯଦି ପ୍ରତିଦିନ 2ରୁ 3 ଜଣଙ୍କୁ ଗୁଗୁଲ୍ ପେ ଡାଉନଲୋଡ୍ କରିବା ସହ ଲଗ୍ଇନ୍ କରୁଛନ୍ତି, ତେବେ ଆପଣ 500ରୁ 600 ଟଙ୍କା ଅତି ସହଜରେ ଇନକମ୍ କରିପାରିବେ। ଖାଲି ସେତିକି ନୁହେଁ, ଆପଣ ପ୍ରତିଦିନ ଅନଲାଇନ୍ ମାଧ୍ୟମରେ ଟ୍ରାଞ୍ଜାକ୍ସନ୍ କରି ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇପାରିବେ। ଏହିଭଳି ଭାବେ ଆପଣ ପ୍ରତିଦିନ 2ରୁ 3 ହଜାର ଟଙ୍କା ରୋଜଗାର କରିପାରିବେ। ଖାଲି ଏତିକି ଯେ ତାହା ନୁହେଁ, ଆପଣ ଗୁଗୁଲ୍ ପେ ମାଧ୍ୟମରେ ଲୋନ୍ ମଧ୍ୟ ନେଇପାରିବେ। ଆପଣଙ୍କ ସହାୟତା ସମୟରେ ପର୍ସନାଲ ଲୋନ୍ ଦେବ ଗୁଗୁଲ୍ ପେ। ଗୁଗୁଲ୍ ପେ ଜରିଆରେ ଆପଣ ଆପଣଙ୍କ ଅସୁବିଧାର ସମୟରେ 50,000 ଟଙ୍କା ପର୍ଯ୍ୟନ୍ତ ଲୋନ୍ ମଧ୍ୟ ନେଇପାରିବେ। ଏହାର ସୁବିଧା ମଧ୍ୟ ଗୁଗୁଲ୍ ପେ ଦେଉଛି। କୌଣସି ଡକୁମେଣ୍ଟ ଆବଶ୍ୟକ ପଡ଼ିବ ନାହିଁ। ଆପଣ କେବଳ ମୋବାଇଲ ନମ୍ବର ରେଜିଷ୍ଟ୍ରେସନ୍ କରି ଏବଂ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସଂଯୋଗ କରି ଆପଣ ଏହି ଲୋନ୍କୁ ଆପ୍ଲାଏ କରିପାରିବେ। ଘରେ ବସି ଆପଣ 50,000 ଟଙ୍କା ମଧ୍ୟ ଲୋନ୍ ନେଇପାରିବେ। ଧନ୍ୟବାଦ। ଭିଡ଼ିଓରେ ଯଦି ଆପଣଙ୍କୁ କିଛି ଶିକ୍ଷଣୀୟ କଥା ମିଳିଥାଏ, ତେବେ ଲାଇକ୍ କରନ୍ତୁ। ଯଦି ଚ୍ୟାନେଲକୁ ନୂଆ କରି ଆସିଛନ୍ତି, ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଆପଣଙ୍କ ସାଙ୍ଗସାଥୀମାନଙ୍କୁ ସେୟାର କରନ୍ତୁ। ଧନ୍ୟବାଦ।